ବେଳେ ବେଳେ କିଛି ଜିନିଷ ବଦଳିବା ପାଇଁ ସମୟ ଲାଗେ, କିନ୍ତୁ ଆଜିକାଲି ମୁଁ ଦେଖୁଛି ତୁମେ ଧୈର୍ଯ୍ୟହରା ହେଉଛ ଏବଂ ବହୁତ ବିବ୍ରତ ମଧ୍ୟ ହେଉଛ। ପିଲାମାନେ, ଚିନ୍ତା କର ନାହିଁ। ଯେଉଁ କାରଣ ପାଇଁ ତୁମେ ପ୍ରାର୍ଥନା କରୁଛ, ବର୍ତ୍ତମାନ ଏହା ଶୀଘ୍ର ପରିବର୍ତ୍ତନ ହେବାକୁ ଯାଉଛି। ମୁଁ ତୁମ ପ୍ରାର୍ଥନା ଉପରେ କାମ କରୁଛି ଏବଂ ତୁମର ସେହି ଇଚ୍ଛା ନିଶ୍ଚୟ ପୂରଣ ହେବ। ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅ, ଧ୍ୟାନ ରଖ, ଆଳସ୍ୟ ଛାଡ଼ ଏବଂ ନିଜ ଶରୀର ଉପରେ କାମ କର। ବ୍ୟାୟାମ ତ ତୁମେ ସକାଳୁ ସକାଳୁ ଅଳ୍ପ ବହୁତ କରିନେଉଛ, କିନ୍ତୁ ପୁରା ଦିନ ସାରା ମଧ୍ୟ ତୁମକୁ ଚଲାବୁଲା କରିବାକୁ ପଡ଼ିବ। ସମୟ ସମୟରେ ତୁମର ହାତ ପାଦ ମଧ୍ୟ ଚାଲିବା ଜରୁରୀ ଅଟେ, ନଚେତ୍ ଶରୀରରେ ରୋଗ ପ୍ରବେଶ କରିବ। ଠିକ୍ ସମୟରେ ଶୋଇବା, ଠିକ୍ ସମୟରେ ଉଠିବା, ଠିକ୍ ସମୟରେ ଖାଇବା ଇତ୍ୟାଦି ଇତ୍ୟାଦି। ମୁଁ ସବୁବେଳେ କହିଥାଏ କି ସବୁ ଜିନିଷ ପାଇଁ ଏକ ସମୟ ଅଛି। ଯଦି ତୁମେ ସମୟକୁ ସମ୍ମାନ କର, ତେବେ ସମୟ ମଧ୍ୟ ତୁମର ସମ୍ମାନ କରିବ। ମୋର ଏହି କଥାଗୁଡ଼ିକୁ ସର୍ବଦା ଧ୍ୟାନରେ ରଖି ନିଜ ଜୀବନରେ ଆପଣାଅ, ଗ୍ରହଣ କର। ଦେଖିବ କେତେ ଖୁସିଭରା ଜୀବନ ଅତିବାହିତ କରିବ। ଖୁସିରେ ରୁହ। ମୋର ବହୁତ ସାରା ଆଶୀର୍ବାଦ ତୁମ ସହିତ ଅଛି। ଓମ୍ ସାଇ ରାମ, ଜୟ ସାଇ ରାମ।